ପଲ୍ଲବୀ ଆଦର୍ଶକୁ କହୁଛନ୍ତି, ଆଦର୍ଶ ସାନମା ଆଉ ତାଙ୍କ ପରିବାର ଏ ଘର ଛାଡ଼ିକି ଯାଇଛନ୍ତି ମାନେ ତା ମାନେ ନୁହଁ କି ଆମ ସହ ତାଙ୍କର ସମ୍ପର୍କ ସବୁ କଟିଗଲା। ଏମିତିରେ ବି ଦାଦା ଆଉ ଅପା ଡେଲି ଡେଲି NGOକୁ ଆସିବେ ଆଉ ସେଇଠି ଆମେ ତାଙ୍କର ଦେଖା ସାକ୍ଷାତ ହେଇପାରିବ। ତେଣୁ ତମେ କାହିଁକି ଏତେ ବ୍ୟସ୍ତ ହଉଛ? ଆଦର୍ଶ କହିଲେ, ପଲ୍ଲବୀ ମୁଁ ବ୍ୟସ୍ତ ହବାର କାରଣ ହେଉଛି ଏବେ ଯାହା ସବୁ ହେଲା, ତେଣୁ ୟା ପରେ ଦାଦା NGOକୁ ଜବ୍ କରିବା ପାଇଁ ଆସିବେ ନା ନାହିଁ ସେଇ କଥା ଠିକ୍ ନାହିଁ। ପଲ୍ଲବୀ କହିଲେ, ତମେ ଚିନ୍ତା କରିବା ଦରକାର ନାହିଁ ଆଦର୍ଶ, ସେଥିପାଇଁ ମୁଁ ତାଙ୍କୁ କନଭିନ୍ସ କରିବି। ଆଗରୁ ଭାଇ ସେ କାମ ବାପାଙ୍କ ଜାଗାରେ କରୁଥିଲେ, ସେଥିପାଇଁ ଏବେ ସେ କାମକୁ ବହୁତ ଭଲରେ କରିବେ। ଆଉ ତାପରେ ବି ସେ ଯଦି ଆମମାନଙ୍କ କଥା ନ ଶୁଣିଲେ ଆମେ ଆମର ବ୍ରହ୍ମାସ୍ତ୍ର ଆରମ୍ଭ କରିବା। ଆଦର୍ଶ କହିଲେ, ବ୍ରହ୍ମାସ୍ତ୍ର? ପଲ୍ଲବୀ କହିଲେ, ସେ ବ୍ରହ୍ମାସ୍ତ୍ର ହେଉଛନ୍ତି ଆମ ବାବା। ସାନମା, ଦାଦା, ଭାଇ, ଅପା କେହି ବି ତାଙ୍କ କଥାକୁ କାଟି ପାରିବେନି। ଆଉ ତା ଛଡ଼ା ତମେ କ'ଣ ଭାବୁଛ ବାବା ଏ କଥା ଶୁଣିଲା ପରେ ସେ ତାଙ୍କ ଭାଇ ଆଉ ତାଙ୍କ ପରିବାରକୁ କ'ଣ ସଫର ହେବାକୁ ଦେବେ? ବାବା, ଭାଇ, ସାନମା, ଦାଦା, ଅପା ଏମାନଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କ ପାଇଁ ପ୍ରାଉଡ୍ ଫିଲ୍ ମଧ୍ୟ କରନ୍ତି। ଆଦର୍ଶ କହିଲେ, ପଲ୍ଲବୀ ତମେ ଯାହା ସବୁ କହୁଛ ସେ ସବୁ ସତ ହେଇଯାଆନ୍ତା କି? ପଲ୍ଲବୀ କହିଲେ, ନିଶ୍ଚୟ ସତ ହେବ ଆଦର୍ଶ। ତ ଦର୍ଶକ ବନ୍ଧୁ ଆପଣମାନେ କ'ଣ ଭାବୁଛନ୍ତି ଏଇ କଥା ସତ ହେବ ନା ନାହିଁ? ସେଇଥିପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଏହି ବିଷୟରେ ଅପଡ଼େଟ୍ରେ ରହିଥାନ୍ତୁ। ପଲ୍ଲବୀ ତାପରେ କହିଲେ, ସବୁ ହେବ, ତମେ ଖାଲି ମୋ ଉପରେ ଭରସା ରଖ। ଆଦର୍ଶ କହିଲେ, ଦେଖିଲ ତ ଏଇଥିପାଇଁ ମୁଁ କହୁଛି ତମେ ମୋ ପାଖେ ପାଖେ ସବୁବେଳେ ରୁହ ଆଉ ଆମ ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାରେ ଲାଗି ପଡ଼। ଦେଖ ପଲ୍ଲବୀ, ତମ ଉପରୁ ସସ୍ପେନ୍ସନ୍ ଉଠେଇବା ଆଉ ଇନୋସେଣ୍ଟ ପ୍ରୁଭ୍ କରିବା ଦାୟିତ୍ୱ ହେଉଛି ମୋର, ହେଲା? ପଲ୍ଲବୀ କହିଲେ, ଆଦର୍ଶ ତମେ IAS ଅଫିସରଙ୍କୁ ସେ ଭିଡ଼ିଓଟା ଦେଖେଇଲ? ଆଦର୍ଶ କହିଲେ, ହଁ ମୁଁ ତାଙ୍କୁ ସେ ଭିଡ଼ିଓଟା ଦେଇଦେଇଛି, ସେମାନେ ଏବେ ତା ଉପରେ ଇନକ୍ୱାରି କରିବେ। ତମେ ମୋତେ ପ୍ରମିସ୍ କର ପଲ୍ଲବୀ, ତମେ କିଛି ବି ଗଡ଼ବଡ଼ କରିବନି। ଯାହା କରିବା କଥା ମୁଁ କରିବି, ସେ ସବୁ ଦାୟିତ୍ୱ ମୋର। ତାପରେ ପଲ୍ଲବୀ ମନେ ମନେ ଭାବୁଛନ୍ତି, ଆଦର୍ଶ ମୋତେ ଇଏ କି କଣ୍ଡିସନ୍ କରୁଛନ୍ତି? ମୁଁ ନିଜକୁ ଇନୋସେଣ୍ଟ ପ୍ରୁଭ୍ କରିବା ପାଇଁ କିଛି ବି କରିବିନି? ମୋ ବାପାଙ୍କ ହତ୍ୟାକାରୀକୁ ଶୀଘ୍ର ଆଣିବାକୁ ହେଲେ ମୋତେ ଯଥାଶୀଘ୍ର ଡ୍ୟୁଟିରେ ଜଏନ୍ କରିବାକୁ ହେବ। ତାପରେ ଆଦର୍ଶ ପଲ୍ଲବୀଙ୍କ ମୁଣ୍ଡକୁ କିସ୍ କରି କହିଲେ, ଥ୍ୟାଙ୍କ ୟୁ ସୋ ମଚ୍ ପଲ୍ଲବୀ, ମୁଁ ଜାଣିଥିଲି ତମେ ମୋ କଥା ନିଶ୍ଚୟ ରଖିବ। ଏମିତି କହି ଆଦର୍ଶ ପଳାଉଥିଲେ। ତାପରେ ପଲ୍ଲବୀ ତାଙ୍କ ପଛେ ପଛେ ଆସି କହିଲେ, ଆଦର୍ଶ ମୋ କଥା ଶୁଣ, ତମେ ଇଏ କି ନାଟକ ଚଲେଇଛ କହିଲ? ତମେ କାହିଁକି ମୋ ଫୋନ୍ ନେଇ ଚାଲି ଯାଉଛ? ଆଦର୍ଶ କହିଲେ, ତମେ ସେ ଶମ୍ଭୁ ସହ ଫୋନ୍ରେ କଥା ହେଇସାରିଲ ନା? ତାହେଲେ କାହିଁକି ମୋତେ ଏମିତି କହୁଛ? ଆଉ କାହା ସହ କଥା ହେବ? ଦେଖ ତମ ଫୋନ୍ ମୋ ପାଖରେ ରହିବ, ତମେ ଯାଅ ଆଉ କ'ଣ କରିବ। ଏମିତି କହି ଆଦର୍ଶ ପଳାଉଥିଲେ। ତାପରେ ପଲ୍ଲବୀ ପୁଣି ଆଦର୍ଶକୁ ଡାକି କହିଲେ, କିନ୍ତୁ ଆଦର୍ଶ କହିଲେ, ଦେଖ ତମେ ଠିକ୍ସେ ଏପର୍ଯ୍ୟନ୍ତ ଚାଲିପାରୁନ, ତ ମୋ କଥା ଶୁଣ, ତମେ ଯାଇ ରେଷ୍ଟ ନିଅ। ଦେଖ ତମେ ଯେତେବେଳେ ଫିଟ୍ ଆଣ୍ଡ ଫାଇନ୍ ହେଇଯିବ ମୁଁ ନିଜ ଆଡ଼ୁ ଫୋନ୍ ତମକୁ ଦେଇଦେବି। ତାପରେ ପଲ୍ଲବୀ କହିଲେ, ଆଦର୍ଶ ଶୁଣ, ଆଦର୍ଶ ମୋ କଥା ଟିକେ ଶୁଣ। ଆଦର୍ଶ ଦେଖ ତମେ ଯାହା କରୁଛ ଇଟ୍ସ ନଟ୍ କ୍ଲିଅର୍। ଦେଖ ମୋ ଫୋନ୍ ମୋ ପାଖରେ ରହିବା ଉଚିତ ଆଉ ତମେ ମୋ ଅଧିକାର ମୋ ପାଖରୁ ଛଡ଼େଇ ନେଇପାରିବନି। ତାପରେ ଆଦର୍ଶ କହିଲେ, କ'ଣ ହେଲା? ମୁଁ ତମ ପାଖରୁ ତମର ଅଧିକାର ଛଡ଼େଇ ନେଉଛି? ପଲ୍ଲବୀ କହିଲେ, ହଁ ମୁଁ ଏବେ ସାବାଳିକା ଆଉ ମୋ ରେସ୍ପନ୍ସିବିଲିଟି କ'ଣ ମୁଁ ଭଲ କି ଜାଣିଛି। ତମେ ମୋ ପାଖରୁ ଫୋନ୍ ନେଇ ନିଜ ପାଖରେ ରଖିବ, ଇଏ ହେଉଛି ଅଧିକାର ବିରୁଦ୍ଧ ଆଉ ଆଇନ ଆଖିରେ ଅପରାଧ। ଆଦର୍ଶ କହିଲେ, ଅପରାଧ? ଅପରାଧ ନା, ମୁଁ ତମ ଫୋନ୍ ମୋ ପାଖରେ ରଖିଲେ ସେଇଟା ଅପରାଧ? ତାହେଲେ ନିଅ ନିଜ ପାଖରେ ରଖ। ତମେ ତମ ପୋଲିସ ବାଲି କଥାରେ ମୋ ସହ କଥା ହେବ? କ'ଣ ନା ଆଇନ ଆଖିରେ ଅପରାଧ? ଗୋଟେ ଛୋଟ ଫୋନ୍ ପାଇଁ ତମେ ମୋତେ ଆଇନ ଆଗରେ ଅପରାଧ କହିସାରିଲଣି? ଆରେ ମୁଁ ତ ତମ ଭଲ ଚିନ୍ତା କରୁଥିଲି, ହେଲେ ତମେ? ପଲ୍ଲବୀ କହିଲେ, ଆଦର୍ଶ ମୁଁ ତମ କଥା ବୁଝୁଛି, ହେଲେ ମୁଁ ଯେତେବେଳେ କହିଲି ମୁଁ ଘରୁ ବାହାରିବିନି କି ଶମ୍ଭୁ ଅଙ୍କଲଙ୍କ ସହ କଣ୍ଟାକ୍ଟ କରିବିନି, ତ ତମେ ସେତେବେଳେ ମୋତେ ବିଶ୍ୱାସ କରିବା ଉଚିତ। ଆଦର୍ଶ କହିଲେ, ଆଚ୍ଛା ତମେ ଏବେ ମୋ ଉପରେ କମ୍ପ୍ଲେନ୍ କରିବା ଆରମ୍ଭ କରିସାରିଲଣି? ମୋର ତମ ଉପରେ ବିଶ୍ୱାସ ନାହିଁ, ରାଇଟ୍? ଦିସ୍ ଇଜ୍ ଟୁ ମଚ୍ ପଲ୍ଲବୀ, ଦିସ୍ ଇଜ୍ ଟୁ ମଚ୍। ଆରେ ମଣିଷ ଯାହାର ମଙ୍ଗଳ କରେ ନା, ଶେଷରେ ସିଏ ବି ତାକୁ ଅବିଶ୍ୱାସ କରିବାକୁ ଲାଗି ପଡ଼େ।
ଯାଅ ଯାହା କରିବା କଥା କର, କିନ୍ତୁ ମୁଁ ଭୁଲରେ ବି ଯଦି ଶୁଣେ ତମେ ଘରୁ ବାହାରକୁ ଯାଇଛ ଆଉ ସେ ଶମ୍ଭୁ ନାୟକ ସହିତ କଣ୍ଟାକ୍ଟ କରିଛ, ତାହେଲେ ମୁଁ ଭୁଲରେ ବି ତମ ସହ କେବେ କଥା ହେବିନି। ଏବେ ଯାଅ, ଯାହା ତମର କରିବାର ଅଛି କର, ମୁଁ ଏବେ ଯାଉଛି। ପଲ୍ଲବୀ କହିଲେ କୁଆଡ଼େ ଯାଉଛ? ଏବେ ଡିନର ଟାଇମ୍। ଆଦର୍ଶ କହିଲେ ଡିନର କିଏ ତିଆରି କରିବ? ତମେ? ଖବରଦାର କହିଦେଉଛି, ଭୁଲରେ ବି କିଚେନରେ ପାଦ ରଖିବନି। ଗୋଡ଼ ଫ୍ରାକ୍ଚର, ହାତ ପ୍ଲାଷ୍ଟର ହେଇଛି, ଯାଅ ରେଷ୍ଟ ନେବ। ଆରେ ଯାଅ। ତାପରେ ପଲ୍ଲବୀ କହିଲେ ହଁ ଯାଉଛି। ଆଜିକାଲି ତମେ ବହୁତ ହଜବେଣ୍ଡଗିରି ଦେଖେଉଛ ନା। କହିଲେ କ'ଣ ନା ରେଷ୍ଟ ନିଅ। ଯେମିତି ଏ ଘରର କୌଣସି କାମ କରିବା ପାଇଁ ମୋର ଅଧିକାର ନାହିଁ। ଏସବୁ ରୁବି ଦେଖୁଥିଲେ। ରୁବି ମନେ ମନେ କହିଲେ ସବୁ କିଛି ଠିକ୍ ସେମିତି ଚାଲିଛି ଯେମିତି ମୁଁ ଚାହୁଁଥିଲି। ମମତା ଆଉ ତା ପୁରା ପରିବାର ଏ ଘର ଛାଡ଼ି ଚାଲିଗଲେ। ଏବେ ଆଦର୍ଶ ଆଉ ପଲ୍ଲବୀ ଭିତରେ ବି ତୁ ତୁ ମେ ମେ ଆରମ୍ଭ ହୋଇଗଲାଣି। ଥରେ ଖାଲି ଏ ଦୁଇ ଜଣଙ୍କ ଭିତରେ ଝଗଡ଼ା ହଉ। ପଲ୍ଲବୀ ଏ ଘର ଛାଡ଼ି ଚାଲିଗଲା ପରେ ମୋ ଭଉଣୀ ପୁରା ଏଠି ଖୁସିରେ ରହିବ ସବୁଦିନ ପାଇଁ।